ଅ ଅ ଅ ତି 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 ମୋ ଦୁଇ କୁକୁଡ଼ା କୁଆଡ଼େ ଗଲ? ନିଅ କିଛି ଧାନ ଖାଇ ଅଣ୍ଡା ଦିଅ। ବୁଢ଼ୀର ପାଟି ଶୁଣି ସେ ପାଳିଥିବା ଦୁଇ କୁକୁଡ଼ା ତା ପାଖକୁ ଆସିଲେ। ସେ ଦୁଇ କୁକୁଡ଼ା ମଣିଷମାନଙ୍କ ପରି କଥା କହିପାରୁଥିଲେ। ବୁଢ଼ୀ ମା, ଆମେ ଆସିଗଲୁ। ସବୁଦିନ ଖାଲି ଧାନ ଖାଇବାକୁ ଦେଉଛ, ମଝିରେ ମଝିରେ ଗରମ ଗରମ ଭାତ ନହେଲେ ଚାଉଳ ତ ଖାଇବାକୁ ଦିଅ। ହଁ ଠିକ୍ କଥା, ଆମକୁ ଆଉ ଧାନ ଖାଇବାକୁ ଭଲ ଲାଗୁନି। କ'ଣ କରିବି କହ? ତମମାନଙ୍କୁ ଦେବା ପାଇଁ ମୋ ପାଖରେ ତ କିଛି ବି ନାହିଁ। ସବୁଦିନ ମୁଁ ଲୋକମାନଙ୍କ ବିଲକୁ ଯାଏ, ଯାହା ବି ଧାନ ପାଏ ତମମାନଙ୍କ ପାଇଁ ଆଣେ। ଗରମ ଭାତ ମୁଁ ନିଜେ ଖାଇବାକୁ ପାଉନି, ତମମାନଙ୍କୁ କେମିତି ଦେବି? ଲୋକମାନେ ମୋତେ ଯେଉଁ ଥଣ୍ଡା ଆଉ ବାସି ଭାତ ଦିଅନ୍ତି, ମୁଁ ସେ ଭାତ ସହ ତମମାନଙ୍କ ଅଣ୍ଡାକୁ ସିଝେଇକି ଖାଏ। ହଉ ହଉ ବୁଢ଼ୀ ମା, ତୁ ଆଉ ମନ ଦୁଃଖ କରନି, ଆମେ ବୁଝିଗଲୁ। ଦେ ସେ ଧାନ ଆମେ ଖାଇବୁ। ଗୋଟିଏ ଗାଁର ଶେଷ ମୁଣ୍ଡରେ ଏକ ଭଙ୍ଗା ଚାଳ ଘରେ ସେ ବୁଢ଼ୀ ରହୁଥିଲା। ନିଜର କହିଲେ ତାର ଏ ଦୁନିଆରେ କେହି ନଥିଲେ। ବୁଢ଼ୀ ପାଳିଥିବା ସେ ଦୁଇ କୁକୁଡ଼ା ତାକୁ ପ୍ରତିଦିନ ଗୋଟିଏ ଗୋଟିଏ ଅଣ୍ଡା ଦେଉଥିଲେ। ବୁଢ଼ୀ ଲୋକଙ୍କ ପାଖରୁ ପାଉଥିବା ଭାତ ସହ ସେ ଅଣ୍ଡା ଗୁଡ଼ିକୁ ସିଝେଇକି ଖାଉଥିଲା। ଏମିତି ଦୁଃଖେ ସୁଖେ ବୁଢ଼ୀର ଜୀବନ ବିତୁଥିଲା। ହେଲେ ହଠାତ୍ ଦିନେ ସେ ଗାଁରେ ରହୁଥିବା ଗୋଟିଏ ଦୁଷ୍ଟ ସ୍ତ୍ରୀ ଲୋକ ଲତାର ନଜର ବୁଢ଼ୀର ସେ ଦୁଇ କୁକୁଡ଼ାଙ୍କ ଉପରେ ପଡ଼ିଗଲା। ଆରେ ବାଃ, ଏ ଦୁଇଟା କୁକୁଡ଼ା କେତେ ସୁନ୍ଦର ହେଇଛନ୍ତି। ଗାଁର ଏତେ ଲୋକଙ୍କ ଘରୁ କୁକୁଡ଼ା ଚୋରି କରି ଖାଇଛି, ହେଲେ ଏମାନଙ୍କୁ ତ ଆଗରୁ ଦେଖିନି। ସେ ଯାହା ହେଉ, ମୁଁ ଏବେ ଏଇ କୁକୁଡ଼ାମାନଙ୍କୁ ଚୋରି କରି ଖାଇବି। ଏମିତି ଚିନ୍ତା କରି ଲତା ସବୁ ସମୟରେ ବୁଢ଼ୀର ଘର ଉପରେ ନଜର ରଖିଲା। ଦିନେ ବୁଢ଼ୀ କୁକୁଡ଼ାମାନଙ୍କ ପାଇଁ ଧାନ ଖୋଜିବାକୁ ଯିବା ସମୟରେ ଲତା ସେ ବୁଢ଼ୀର ଘରକୁ ଗଲା। ଆଖପାଖରେ ତ କେହି ଦେଖାଯାଉନାହାନ୍ତି, ବଢ଼ିଆ ସୁଯୋଗ ଏଇ କୁକୁଡ଼ା ଦୁଇଟାକୁ ଚୋରି କରିବା ପାଇଁ। ଏମିତି କହି ସେ ଧୀରେ ଧୀରେ କୁକୁଡ଼ାଙ୍କ ପାଖକୁ ଗଲା ଆଉ ତାଙ୍କୁ ଧରି ତା ଘରକୁ ନେଇଗଲା। ଆରେ ଲତା ଚୋରଣୀ, ତୁ ଆମକୁ କ'ଣ ପାଇଁ ଆଣିଲୁ? ଛାଡ଼ିଦେ ଆମକୁ। ଆରେ ଏ କୁକୁଡ଼ା କ'ଣ ମଣିଷମାନଙ୍କ ପରି କଥା କହୁଛନ୍ତି? ଇଏ କି ଚମତ୍କାର! ଚୋରଣୀ କୋଉଠିକାର? ତୁ କ'ଣ ପାଇଁ ଆମକୁ ବୁଢ଼ୀ ମା ଘରୁ ଚୋରି କରି ଆଣିଛୁ କହ? ଚୁପ୍ କର, ବେଶୀ ବକ୍ ବକ୍ କରନି, ନହେଲେ ଏବେ ହିଁ ତ ବେକ ମୋଡ଼ିଦେବି, ବୁଝିଲୁ? ମୁଁ ଏବେ ଏମାନଙ୍କୁ ଆଉ ଖାଇବିନି। ଏ କଥା କୁହା କୁକୁଡ଼ାଙ୍କୁ ଯଦି ମୁଁ ବଜାରରେ ବିକ୍ରି କରିବି, ମୁଁ ବହୁତ ଟଙ୍କା ପାଇବି। ଏମିତି ଚିନ୍ତା କରି ଲତା ସେ ଦୁଇ କୁକୁଡ଼ାଙ୍କୁ ଗୋଟେ ପିଞ୍ଜରା ଭିତରେ ରଖିଦେଲା। ସେପଟେ ବୁଢ଼ୀ ତା ଘରକୁ ଫେରି ଦୁଇ କୁକୁଡ଼ାଙ୍କୁ ଡାକିଲା। ଆରେ ମୋର ଦୁଇ କୁକୁଡ଼ା କୁଆଡ଼େ ଗଲେ? କିଏ ସେମାନଙ୍କୁ ଧରି ଖାଇଦେଇନି ତ? ଏମିତି ଭାବି ଭାବି ବୁଢ଼ୀ କାନ୍ଦିବାକୁ ଲାଗିଲା। ବୁଢ଼ୀର ପାଟି ଶୁଣି ଲତା ସେଠାକୁ ଚାଲି ଆସିଲା ଆଉ ମିଛ ନାଟକ କରି କହିଲା, ଆରେ ଆରେ ବୁଢ଼ୀ ମା, ତୁମେ କାନ୍ଦୁଛ କ'ଣ ପାଇଁ? କ'ଣ ହେଇଛି ତୁମର? କ'ଣ ତତେ କହିବି ଝିଅ, ମୋ ଛୁଆ ପରି ମୁଁ ଦୁଇଟା କୁକୁଡ଼ା ପାଳିଥିଲି। ଆଜି ମୁଁ ମୋ କୁକୁଡ଼ାଙ୍କୁ ପାଉନି। କିଏ ବୋଧେ ମୋ କୁକୁଡ଼ାମାନଙ୍କୁ ନେଇଯାଇଛି। ଏବେ କ'ଣ ଯେ କରିବି କିଛି ବୁଝିପାରୁନି। ମୋ କୁକୁଡ଼ାମାନେ ପ୍ରତିଦିନ ଅଣ୍ଡା ଦେଉଥିଲେ। ଆଚ୍ଛା ଆଚ୍ଛା ବୁଢ଼ୀ ମା, ତୁ ତାହେଲେ ସବୁଦିନ କୁକୁଡ଼ା ଅଣ୍ଡା ଖାଉଥିଲୁ। ତୋର ଅଣ୍ଡା ଖାଇବାକୁ ଯଦି ଏତେ ଇଚ୍ଛା, ତୁ ଅଣ୍ଡା ଚାଷ କର, ତତେ ସବୁଦିନ ଅଣ୍ଡା ଖାଇବାକୁ ମିଳିବ। ଏମିତି ଲତା ବୁଢ଼ୀର ମଜା ଉଡ଼େଇ ବହୁତ ହସିଲା ଆଉ ସେଠାରୁ ଚାଲିଗଲା। ସେତେବେଳେ ଗୋଟେ ଛୋଟ ଚଢ଼େଇ ସେ ରାସ୍ତାରେ ଯାଉଥିଲା। ସେ ବୁଢ଼ୀ ଆଉ ଲତାର କଥା ଶୁଣିଥିଲା। ସେ ବୁଢ଼ୀ ପାଖକୁ ଗଲା। ବୁଢ଼ୀ ମା, ତୁମେ କାନ୍ଦୁଛ କ'ଣ ପାଇଁ? ଆଉ ଏ ଦୁଷ୍ଟ ସ୍ତ୍ରୀ ଲୋକ ତମକୁ କ'ଣ କହୁଥିଲା? ଟିକି ଚଢ଼େଇ, ମୁଁ ପାଳିଥିବା ଦୁଇଟି କୁକୁଡ଼ାକୁ କିଏ ଚୋରି କରି ନେଇଯାଇଛି। ମୁଁ ମୋ କୁକୁଡ଼ାଙ୍କୁ ହରେଇ କାନ୍ଦୁଥିବା ବେଳେ ଏ ଲତା ମୋର ମଜା ଉଡ଼େଇ ମୋତେ ଅଣ୍ଡା ଚାଷ କରିବାକୁ କହିଲା। ଏ ଦୁଷ୍ଟ ସ୍ତ୍ରୀ ଲୋକଟି ତୁମକୁ ଏମିତି କହିଲା? ଠିକ୍ ଅଛି ବୁଢ଼ୀ ମା, ତୁମେ ସତ ସତିକା ଅଣ୍ଡା ଚାଷ କର। କିରେ ଟିକି ଚଢ଼େଇ, ତୁ ବି ସେ ଲତା ଭଳି ମୋର ମଜା ଉଡ଼ଉଛୁ? ନା ନା ବୁଢ଼ୀ ମା, ମୁଁ ତୁମର ମଜା ଉଡ଼ଉନି। ତୁମ ପାଖରେ ଥିବା ଅଣ୍ଡାକୁ ତୁମେ ମାଟିରେ ପୋତି ଦିଅ, ତାପରେ ଯାହା କରିବା କଥା ମୁଁ କରିବି। ମୋ ଉପରେ ବିଶ୍ୱାସ ରଖ। ଏମିତି କହି ଟିକି ଚଢ଼େଇ ଜଙ୍ଗଲ ଭିତରକୁ ଗଲା ଆଉ ସେପଟେ ବୁଢ଼ୀ ତାର ଦୁଇଟି ଅଣ୍ଡାକୁ ମାଟିରେ ପୋତିଦେଲା। ଜଙ୍ଗଲ ମଝିରେ ଗୋଟି ଫୁଲର ପରି ରହୁଥିଲା। ସେ ଜଙ୍ଗଲରେ ଥିବା ସବୁ ଫୁଲ ଫଳ ଗଛର ଯତ୍ନ ନେଉଥିଲା। ଟିକି ଚଢ଼େଇ ଫୁଲ ପରି ପାଖକୁ ଗଲା।
ଆରେ ଟିକି ଚଢ଼େଇ, ତୁ ଆଜି ମୋ ପାଖକୁ କେମିତି ଆସିଲୁ? ତୁ ବହୁତ ଚିନ୍ତାରେ ଥିଲା ଭଳି ଜଣା ପଡୁଛୁ। କଣ ହେଇଛି ତୋର କହ? ଫୁଲ ପରି ପାଖ ଗାଁରେ ଗୋଟେ ବୁଢ଼ୀମା ରୁହେ। ସେ ବହୁତ ଭଲ। ମୁଁ ଯେବେ ବି ତା ଘରକୁ ଯାଏ ସେ ମତେ କିଛି ନା କିଛି ଖାଇବାକୁ ଦିଏ। ବୁଢ଼ୀମା 2ଟି କୁକୁଡ଼ା ରଖିଥିଲା। ସେ ପ୍ରତିଦିନ କୁକୁଡ଼ା ଅଣ୍ଡା ସିଝେଇକି ଖାଏ। ହେଲେ ଆଜି ବୁଢ଼ୀମାର ସେ 2ଟି କୁକୁଡ଼ାକୁ କିଏ ଚୋରି କରି ନେଇଯାଇଛି। ମୁଁ ବୁଢ଼ୀମାକୁ କହିଲି ଘରେ ଥିବା ସେ 2ଟି ଅଣ୍ଡାରେ ଚାଷ କରିବାକୁ। ଆରେ ଟିକି ଚଢ଼େଇ, ତୁ କେତେ ବୋକା। ଅଣ୍ଡା ଚାଷ କିଏ କରେ? ଅଣ୍ଡା କଣ ଗଛରେ ଫଳେ? ଏଇଟା ଅସମ୍ଭବ। ମୁଁ ଜାଣିଛି ଏଇଟା ଅସମ୍ଭବ, ହେଲେ ମୁଁ ଏକଥା ବି ଜାଣିଛି ତୁମେ ସବୁ ଅସମ୍ଭବକୁ ସମ୍ଭବ କରିପାରିବ। ଏତେ ଶକ୍ତି ମୋ ପାଖରେ ନାହିଁ ଟିକି ଚଢ଼େଇ। ଫୁଲ ପରି ତୁମେ ଥରେ ମୋ ସାଙ୍ଗରେ ଆସ। ତୁମେ ସେ ବୁଢ଼ୀମାକୁ ଦେଖିଲେ ତାର ଦୁଃଖ କଷ୍ଟ ତୁମେ ବୁଝିପାରିବ। ଓହୋ, ତତେ ଆଉ ବୁଝେଇ ହେବନି। ଚାଲ ସେ ବୁଢ଼ୀ ପାଖକୁ ଯିବା। ଏମିତି କହି ଟିକି ଚଢ଼େଇ ଆଉ ଫୁଲ ପରି ସେ ବୁଢ଼ୀ ପାଖକୁ ଗଲେ। ବୁଢ଼ୀ ମନ ଦୁଃଖରେ କାନ୍ଦୁଥିଲା। ତା ପାଖରେ ଅଳ୍ପ କିଛି ଭାତ ଥିଲା। ବୁଢ଼ୀ ସେ ଭାତକୁ ଦେଖି ତା କୁକୁଡ଼ା ମାନଙ୍କୁ ମନେ ପକାଇ କାନ୍ଦୁଥିଲା। ମୋ 2 କୁକୁଡ଼ା କୁଆଡ଼େ ଚାଲିଗଲ? ତମମାନଙ୍କ ସହ କଥା ହେଇ ମୋର ସମୟ ବିତୁଥିଲା। ତମମାନଙ୍କ ଅଣ୍ଡା ଖାଇ ମୁଁ ବଞ୍ଚିଥିଲି। ଏବେ ମୁଁ ତମମାନଙ୍କୁ କୋଉଠି ଖୋଜିବି? ଫେରି ଆସ ମୋ 2 କୁକୁଡ଼ା। ବୁଢ଼ୀର ଦୁଃଖ ଦେଖି ଫୁଲ ପରି ମନରେ ଦୟା ଆସିଲା। ସେ ବାହାରକୁ ଆସି ବୁଢ଼ୀ ପୋତିଥିବା ଅଣ୍ଡା 2ଟିକୁ ଦେଖିଲା। ଏ ବୁଢ଼ୀ ଲୋକଟି କେତେ କଷ୍ଟରେ ଅଛି। ମୋ ଦ୍ୱାରା ଯଦି ସମ୍ଭବ ହୁଅନ୍ତା ମୁଁ ଏ ବୁଢ଼ୀକୁ ଗୋଟେ ଅଣ୍ଡା ଗଛ ଦିଅନ୍ତି। ଫୁଲ ପରୀର ଏପରି କହିବା ପରେ ପରେ ହିଁ ହଠାତ୍ ସେ ଅଣ୍ଡାରୁ ଗୋଟେ ଗଛ ବାହାରିଲା। ଆଉ ସେ ଗଛରେ ଅଣ୍ଡା ଫଳିଲା। ଆରେ ଇଏ କି ଚମତ୍କାର! ଦେଖନ୍ତୁ ଫୁଲ ପରି, ତୁମ କଥା ସରୁ ସରୁ ଗୋଟେ ଅଣ୍ଡା ଗଛ ବାହାରିଛି। ମୁଁ ଯାଉଛି ଏକଥା ବୁଢ଼ୀମାକୁ କହିବି। ବୁଢ଼ୀମା, ମୁଁ ତୁମକୁ ତୁମ କୁକୁଡ଼ା ତ ଫେରେଇ ପାରିବିନି, ହେଲେ ତୁମ ଖାଇବାର ବ୍ୟବସ୍ଥା ମୁଁ କରିଦେଇଛି। ଆସ ମୋ ସାଙ୍ଗରେ। ଏଇ ଦେଖ ବୁଢ଼ୀମା, ମୋ ସାଙ୍ଗରେ ଫୁଲ ପରି ଆସିଛନ୍ତି। ସେ ତୁମ ପାଇଁ ଅଣ୍ଡା ଗଛ ବି କରିଦେଇଛନ୍ତି। ଏବେ ତୁମେ ସବୁଦିନ ଅଣ୍ଡା ଖାଇବ, ଆଉ ବଳକା ଅଣ୍ଡା ବଜାରରେ ବିକ୍ରି ବି କରିପାରିବ। ବୁଢ଼ୀ ଫୁଲ ପରି ଆଉ ଟିକି ଚଢ଼େଇକୁ ଧନ୍ୟବାଦ ଜଣାଇଲା। ସେଦିନଠାରୁ ବୁଢ଼ୀ ପ୍ରତିଦିନ ଅଣ୍ଡା ପାଇଲା। କିଛି ଅଣ୍ଡା ବଜାରରେ ବିକ୍ରି କଲା। ଆଉ ସେ ଟଙ୍କାରେ ବୁଢ଼ୀ ଭଲ ଭଲ ଖାଇବା ଆଣି ଖାଇଲା। ଏମିତି ଦିନେ ଲତା ବୁଢ଼ୀକୁ ଦେଖିଲା। ବୁଢ଼ୀ କିଛି ମାଛ ଧରି ତା ଘରକୁ ଯାଉଥିଲା। ଆରେ କାଲି ଯାଇ ବୁଢ଼ୀ କିଛି ଖାଇବାକୁ ପାଉନଥିଲା, ହେଲେ ଆଜି ଏତେ ଭଲ ଭଲ ଖାଇବା ଖାଉଛି। ଇଏ ଏତେ ଟଙ୍କା କୋଉଠୁ ପାଇଲା? ଏମିତି ଚିନ୍ତା କରି ଲତା ବୁଢ଼ୀର ପଛେ ପଛେ ତା ଘରକୁ ଗଲା। ବୁଢ଼ୀ ଘରେ ସେ ଅଣ୍ଡା ଗଛକୁ ଦେଖି ଲତା ବହୁତ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଏଇଟା କଣ ଗୋଟେ ଅଣ୍ଡା ଗଛ? ଏ ବୁଢ଼ୀ ଏ ଅଣ୍ଡା ଗଛ କୋଉଠୁ ପାଇଲା? ଏବେ ବୁଝିଲି ସେ ଏତେ ଟଙ୍କା କୋଉଠୁ ପାଉଛି। ମୁଁ ଏ ବୁଢ଼ୀ ପାଖରୁ ଏ ଅଣ୍ଡା ଗଛକୁ ଚୋରି କରି ନେଇଯିବି, ଯେମିତି ମୁଁ ତାର କୁକୁଡ଼ା ନେଇଥିଲି। ଏମିତି ଚିନ୍ତା କରି ଲତା ସେଠାରୁ ଚାଲିଗଲା। ରାତି ହେବା ପରେ ସେ ବୁଢ଼ୀର ଘରକୁ ଆସିଲା। ଆଉ ସେ ଅଣ୍ଡା ଗଛକୁ ଓପାଡ଼ି ତା ସାଙ୍ଗରେ ନେଇଯିବାକୁ ଚେଷ୍ଟା କଲା, ହେଲେ ତାର ହାତ ସେ ଅଣ୍ଡା ଗଛରେ ଅଟକି ଗଲା। ଆରେ ଇଏ କଣ ହେଲା? ମୋ ହାତ ଏ ଅଣ୍ଡା ଗଛରେ କେମିତି ଲାଗିଗଲା? ଏବେ ମୁଁ କଣ କରିବି? ଲତା ଯେତେ ଚେଷ୍ଟା କଲେ ବି ଅଣ୍ଡା ଗଛରୁ ତା ହାତ ବାହାର କରିପାରିଲାନି। ଏମିତି ସକାଳ ହେଇଗଲା। ବୁଢ଼ୀ ତା ଘରୁ ବାହାରି ଦେଖିଲା ଲତା ତା ଅଣ୍ଡା ଗଛ ପାଖରେ ଛିଡ଼ା ହେଇଛି। ଏ କଣ ଲତା, ତୁ ମୋ ଅଣ୍ଡା ଗଛକୁ କାହିଁକି ଧରିଛୁ? ତୁ କଣ ମୋ ଅଣ୍ଡା ଗଛ ଚୋରି କରିବାକୁ ଆସିଛୁ? ବୁଢ଼ୀମା, ମୋତେ ବଞ୍ଚାଅ, କିଛି ଗୋଟେ କର। ମୁଁ ଏ ଅଣ୍ଡା ଗଛରେ ମୋ ହାତ ବାହାର କରିପାରୁନି। ସେତେବେଳେ ହସି ହସି ଟିକି ଚଢ଼େଇ ସେଠାରେ ପହଞ୍ଚିଗଲା। ମୁଁ ଜାଣିଥିଲି ତୋ ଭଳି ଦୁଷ୍ଟ ଲୋକ ଏ ଅଣ୍ଡା ଗଛକୁ ଚୋରି କରିବା ପାଇଁ ନିଶ୍ଚୟ ଆସିବ। ଏ ଗଛ ସାଧାରଣ ଗଛ ନୁହଁ, ଫୁଲ ପରୀର ଶକ୍ତିରେ ଏ ଗଛ ହେଇଛି। ତୁ ଏ ଗଛକୁ କେବେ ବି ଏଠାରୁ ନେଇପାରିବୁନି। ତୋ ସହ ଯାହା ହେଇଛି ଠିକ ହେଇଛି। ମତେ ବଞ୍ଚା ଟିକି ଚଢ଼େଇ, ନହେଲେ ମୁଁ ସବୁଦିନ ଏମିତି ଗଛ ସହ ଲାଗି ରହିଥିବି। ତୋ ହାତ ସେତେବେଳେ ଛାଡ଼ିବ ତୁ ଯେତେବେଳେ ତୋର ସବୁ ଭୁଲ ମାନିବୁ। ଏବେ କହ, ତୁ ବୁଢ଼ୀ ମାର ଆଉ କଣ କଣ ସବୁ କ୍ଷତି କରିଛୁ? ମୋ ବୁଢ଼ୀ ମାର 2ଟି କୁକୁଡ଼ାକୁ ଚୋରି କରି ନେଇ ମୁଁ ଘରେ ରଖିଛି।
ମୁଁ ପ୍ରଥମେ ସେ କୁକୁଡ଼ାଙ୍କୁ ଖାଇବି ବୋଲି ଭାବିଥିଲି, ହେଲେ ସେ ଦୁଇ କୁକୁଡ଼ାଙ୍କ କଥା କହୁଥିବାର ଦେଖି ମୁଁ ସେମାନଙ୍କୁ ବଜାରରେ ବିକ୍ରି କରିବା ପାଇଁ ମୋ ଘରେ ରଖିଛି। ଛି ଲତା, ତୁ ମୋର ଏତେ ବଡ଼ କ୍ଷତି କେମିତି କରିପାରିଲୁ? ମୋ ପାଖରେ ତ କିଛି ବି ନାହିଁ। ମୁଁ ସେ ଦୁଇ କୁକୁଡ଼ାଙ୍କ ପାଇଁ ହିଁ ବଞ୍ଚିଥିଲି। ତୁ ସେ ଦୁଇ କୁକୁଡ଼ାଙ୍କୁ ବିକି କେତେ ଦିନ ଚଳିଥାନ୍ତୁ? ଦେଖିଲୁ ତ ଲତା, ତୋ ଭଳି ଦୁଷ୍ଟ ଲୋକଙ୍କ ପାଇଁ ଅସହାୟ ଦୁଃଖୀ ଲୋକମାନେ କେତେ କଷ୍ଟ ପାଇଥାନ୍ତି। ମୋର ଭୁଲ ହେଇଗଲା, ମୋତେ କ୍ଷମା କରିଦିଅ। ମୁଁ ସତ କହୁଛି, ମୁଁ ଆଉ ଏଭଳି ଭୁଲ କେବେ ବି କରିବିନି। ଏମିତି କହି ଲତା କାନ୍ଦିବାକୁ ଲାଗିଲା। ବୁଢ଼ୀ ତାକୁ କ୍ଷମା କରିଦେଲା। ତା ପରେ ପରେ ସେ ଅଣ୍ଡା ଗଛ ଲତାର ହାତକୁ ଛାଡ଼ିଦେଲା। ଲତା ବୁଢ଼ୀର ଦୁଇ କୁକୁଡ଼ାକୁ ଫେରେଇ ଦେଲା। ଏମିତି ବୁଢ଼ୀ ସେ ଦୁଇ କୁକୁଡ଼ା ଆଉ ତାର ଅଣ୍ଡା ଗଛ ସହ ଖୁସିରେ ରହିଲା।